बोलो एक बार साईनाथ की जय। नमस्कार फ्रेंड्स आपण मानकु आम यूट्यूब चैनल को पुणी थरे स्वागतम एवं शुभकामना। फ्रेंड्स आज भिडियो रे मु आपण मानकु कहिबाकू जाउछि कि आगामी एही 3 दिनर स्थिति आपण मानकर किपरि भाबरे रहिबो, केउ प्रकार भाबरे आपण माने आगामी एही 3 दिन को प्लानिंग मध्य करिनेबे। ता सहित जदि मु आपण मानकु कहिबे कि केउं केउं ସବୁ କ୍ଷେତ୍ରରୁ ଆପଣମାନଙ୍କୁ ଫାଇଦା ମଧ୍ୟ ହେବ, କେଉଁ ସବୁ ଜିନିଷରେ ଆପଣମାନଙ୍କୁ ବିଶେଷ ଭାବରେ ସାବଧାନତା ଅବଲମ୍ବନ କରିବା ପାଇଁକିନା ମଧ୍ୟ ପଡ଼ିବ। ଆପଣମାନଙ୍କର ଲଭ୍ ଲାଇନ୍ କିପରି ଭାବରେ ରହିବ, ଆପଣମାନଙ୍କର କ୍ୟାରିୟର କିପରି ଭାବରେ ରହିବ, ବିଜନେସ୍ ଏବଂ ବ୍ୟାପାର ମଧ୍ୟ କିପରି ଭାବରେ ରହିବ ଏବଂ ତା ସହିତ ଆପଣମାନଙ୍କ ସ୍ୱାସ୍ଥ୍ୟର କିଛି ମହତ୍ତ୍ୱପୂର୍ଣ୍ଣ ଇନଫର୍ମେସନ୍ ମଧ୍ୟ ମୁଁ ଆପଣମାନଙ୍କୁ ଦେବି। ଆଉ ଭିଡ଼ିଓ ଶେଷରେ ମୁଁ ଆପଣମାନଙ୍କୁ ଗୋଟିଏ ଉପାୟ ବିଷୟରେ କହିବି, ଯାହାଦ୍ୱାରା ଆପଣ ଏଇ ଆଗାମୀ 3 ଦିନକୁ ବହୁତ ଭଲ ଭାବରେ କାଟିପାରିବେ। ସବୁଦିନ ପରି ମୋର ଆପଣମାନଙ୍କୁ ଗୋଟିଏ ରିକ୍ୱେଷ୍ଟ କି ଆପଣମାନେ ଯଦି ଏ ଚ୍ୟାନେଲରେ ନୂଆ ଅଛନ୍ତି ତେବେ ଏବେ ହିଁ ଯାଇକି ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରନ୍ତୁ ଏବଂ ପାଖରେ ଥିବା ବେଲ୍ ଆଇକନକୁ ମଧ୍ୟ କ୍ଲିକ୍ କରନ୍ତୁ, ଯାହାଫଳରେ ସମୟ ସମୟରେ ସମସ୍ତ ଭିଡ଼ିଓର ନୋଟିଫିକେସନ୍ ଆପଣମାନଙ୍କୁ ସର୍ବପ୍ରଥମେ ମିଳିପାରିବ। ଏବେ ଆସନ୍ତୁ ଜାଣିବା କିପରି ରହିବ ଆପଣମାନଙ୍କର ଏହି ଆଗାମୀ 3 ଦିନ। ବିଶେଷ ଭାବରେ ଯଦି ମୁଁ ଆପଣମାନଙ୍କୁ ସର୍ବପ୍ରଥମେ ବିଶେଷ ଭାବରେ କହିବି କି ଆପଣମାନଙ୍କ ପାଇଁକି ଏଇ 3 ଦିନ କ'ଣ ବିଶେଷ ଭାବରେ ପଜିଟିଭ୍ ହେବା ପାଇଁକିନା ଯାଉଅଛି। ଯଦି କହିବା ଏ ଦିନରେ ଫ୍ରେଣ୍ଡସ୍ ପ୍ରକୃତି ଆପଣମାନଙ୍କ ସାଥିରେ ରହିବ। କୌଣସି ଲାଭଦାୟକ ଏବଂ ଶୁଭ ସମାଚାର ମିଳିବା କାରଣରୁ ଆପଣମାନେ ନିଜକୁ ଆତ୍ମଭରା ଏବଂ ସୁଖଦପୂର୍ଣ୍ଣ ଭାବରେ ମନେ କରିବେ। ତା ସହିତ ଅଟକିଥିବା କାର୍ଯ୍ୟକୁ ଆପଣମାନେ ପୁରା ପରିଶ୍ରମର ସହିତ ଆପଣମାନେ ସେସବୁ କାମକୁ ମଧ୍ୟ ସମାପ୍ତ କରିନେବେ। ଏ ଦିନ ଆପଣମାନଙ୍କ ପାଇଁକିନା ଲାଭଦାୟକ ସାବ୍ୟସ୍ତ ମଧ୍ୟ ହେବ। ଏ ଦିନରେ ଆପଣମାନଙ୍କୁ କୌଣସି ମହତ୍ତ୍ୱପୂର୍ଣ୍ଣ ସମାଚାର ମଧ୍ୟ ମିଳିବ। ଆପଣମାନଙ୍କର ଆର୍ଥିକ ସ୍ଥିତି ମଧ୍ୟ ସୁଧାରିଯିବ। ସବୁବେଳେ ମନେ ରଖିଥିବେ ନିଜର କର୍ମ ଉପରେ ବେଶୀ ଅଧିକ ଟ୍ରାଏ କରିବେ, ଯେପରି କର୍ମ ଆପଣମାନଙ୍କୁ ଠକିଦେବ ନାହିଁ। ଯାହାଦ୍ୱାରା ଆପଣମାନଙ୍କର ସମସ୍ତ କାର୍ଯ୍ୟ ମଧ୍ୟ ସମ୍ପୂର୍ଣ୍ଣ ହେବ। ତା ସହିତ ଆପଣମାନଙ୍କୁ ଉନ୍ନତି କ୍ଷେତ୍ରରେ ଶୁଭ ସମାଚାର ମଧ୍ୟ ମିଳିପାରିବ। ଆଧ୍ୟାତ୍ମିକ କ୍ଷେତ୍ରରେ ଆପଣମାନଙ୍କୁ ଉନ୍ନତି ମଧ୍ୟ ସାର୍ଥକ ମିଳିପାରିବ। ବିଦ୍ୟାର୍ଥୀମାନେ ଏହି ଦିନରେ ଏକାଗ୍ରତା ଚିତ୍ତ ହୋଇ ରହିବେ, ଯାହାଦ୍ୱାରା ସେମାନଙ୍କର ଏହି ପରିଣାମ ସେମାନଙ୍କୁ ମଧ୍ୟ ପ୍ରାପ୍ତ ହେଇଯିବ। ଏବଂ ତା ସହିତ କହି ରଖିବି କି ଯେ ଆପଣମାନଙ୍କର ଯେଉଁ ସବୁ କାର୍ଯ୍ୟ ସ୍ଥଗିତ ଥିଲା ସେ ସବୁ କାର୍ଯ୍ୟ ସଫଳ ହେବାର ସମୟ ବନୁ ରହୁଅଛି। ଆପଣ ଆପଣମାନଙ୍କର ଯୋଗ୍ୟତାକୁ ନେଇକି ଆଗକୁ ମଧ୍ୟ ବଢ଼ିବେ। ନିଜର ପ୍ରତିଦ୍ୱନ୍ଦ୍ୱୀଙ୍କ ପାଖରୁ ଆପଣମାନଙ୍କୁ ସଫଳତା ମଧ୍ୟ ମିଳିବ, ବିଜୟ ପ୍ରାପ୍ତ ମଧ୍ୟ ହେବେ। ଆପଣମାନଙ୍କର ଦିନ ଚର୍ଚ୍ଚାରେ ବିଶେଷ ଭାବରେ ଆଗକୁ ମଧ୍ୟ ବଢ଼ିଯିବେ, ଯାହାଦ୍ୱାରା ବ୍ୟକ୍ତିତ୍ୱରେ ଆପଣମାନେ ଆଶ୍ଚର୍ଯ୍ୟଜନକ ନିଖାର ମଧ୍ୟ ଦେଖିବା ପାଇଁକି ମିଳିବ। ସନ୍ତାନମାନଙ୍କର ଶିକ୍ଷା ଏବଂ କ୍ୟାରିୟର ଆଦି ରିଲେଟେଡ୍ କୌଣସି ବଡ଼ ନିର୍ଣ୍ଣୟ ମଧ୍ୟ ଆପଣମାନେ ନେଇପାରନ୍ତି। ବିଦ୍ୟାର୍ଥୀମାନଙ୍କର ପାଠପଢ଼ା ଏବଂ କ୍ୟାରିୟର ସମ୍ବନ୍ଧୀୟ ସମସ୍ୟାର ସମାଧାନ ମଧ୍ୟ ହେଇଯିବ, ଯାହାଦ୍ୱାରା ସମସ୍ତେ ଖୁସି ମଧ୍ୟ ଅନୁଭବ କରିବେ ଏବଂ ଆପଣମାନେ ଆପଣମାନଙ୍କର ସ୍ଥିତିକୁ ନେଇ ବହୁତ ବଡ଼ ଖୁସି ମଧ୍ୟ ହେବେ। ବୃଦ୍ଧ ଲୋକମାନଙ୍କର ଆଶୀର୍ବାଦ ଆପଣମାନଙ୍କୁ ମିଳିବ। ତା ସହିତ ସ୍ୱାସ୍ଥ୍ୟ କ୍ଷେତ୍ରରେ ଆପଣମାନଙ୍କର ପରିବର୍ତ୍ତନ ହେବା ଯୋଗୁଁ ଆପଣମାନେ ବହୁତ ଫିଟ୍ ଏବଂ ସୁସ୍ଥ ମଧ୍ୟ ରହିବେ, ଯାହାଫଳରେ ଆପଣମାନେ ସମସ୍ତ କାର୍ଯ୍ୟ ପ୍ରତି ଆପଣମାନେ ବହୁତ ଚେଷ୍ଟା କରିବେ। କୌଣସି ଜାଗାରୁ ଆପଣମାନଙ୍କୁ ସଫଳତା ମିଳିବା ଫଳରୁ ଆପଣମାନେ ବହୁତ ଖୁସି ମଧ୍ୟ ରହିବେ। ଏହା ସହିତ ଯଦି କହିବା ଆପଣମାନେ ବ୍ୟବହାର କୁଶଳ ମଧ୍ୟ ହୋଇ ରହିବେ। ଆପଣମାନଙ୍କର ବୁଦ୍ଧିମତ୍ତା ଯୋଗୁଁ ଆପଣମାନେ ସବୁ କାର୍ଯ୍ୟକୁ ମଧ୍ୟ ହାସଲ କରିନେବେ, ଯାହାଦ୍ୱାରା ଆପଣମାନଙ୍କୁ କାଫି ଖୁସି ଅନୁଭବ ମଧ୍ୟ ହେବ। ତା ସହିତ ଯଦି କହିବା ଆପଣମାନଙ୍କ ପାଇଁ ଏହି ଦିନରେ କ'ଣ ସବୁ ନେଗେଟିଭ୍ ରହିଛି, ଯଦି କହିବା ସମାଜରେ ଆପଣମାନଙ୍କୁ ମାନ ସମ୍ମାନ ପ୍ରାପ୍ତ ହେବାର ସମ୍ଭାବନା କମ୍ ରହିଅଛି। କୌଣସି କାର୍ଯ୍ୟକୁ ବିସ୍ତରତା ଓ ଗମ୍ଭୀରତା ଭାବରେ କାର୍ଯ୍ୟଟିକୁ ସମ୍ପୂର୍ଣ୍ଣ କରନ୍ତୁ, ଯାହାଫଳରେ ଆପଣମାନଙ୍କୁ ସମ୍ମାନ ଏବଂ ଲାଭ ମଧ୍ୟ ମିଳିପାରିବ। ବନ୍ଧୁମାନଙ୍କ ସହିତ ଆପଣମାନଙ୍କର ଏହି ଦିନରେ ସ୍ଥିତି ମଧ୍ୟ ଖରାପ ଦେଖିବାକୁ ମିଳିବ। ତା ସହିତ ଆପଣମାନଙ୍କୁ ଆର୍ଥିକ କ୍ଷେତ୍ରରେ ବହୁତ
କ୍ଷତି ମଧ୍ୟ ଘଟିପାରେ। ଭାଇମାନଙ୍କ ଦ୍ୱାରା ଭାଗବଣ୍ଟାର ସ୍ଥିତି ମଧ୍ୟ ଏହି ଦିନରେ ବନୁ ରହିଅଛି। ତା ସହିତ ଆପଣମାନେ ଆପଣମାନଙ୍କର କ୍ରୋଧ ଉପରେ ଟିକେ ନିୟନ୍ତ୍ରଣ ରଖନ୍ତୁ। ଆପଣମାନଙ୍କର ତର୍ତ୍ତରେ କାର୍ଯ୍ୟ କରୁଥିବାର କାର୍ଯ୍ୟ ମଧ୍ୟ ବିଗାଡ଼ି ଯାଇପାରେ। ତାହାଦ୍ୱାରା ପାରିବାରିକ ସୁଖ ମଧ୍ୟ ଆପଣମାନଙ୍କୁ ନ ମିଳିପାରେ। ନିଜର ଲକ୍ଷ୍ୟ ପ୍ରତି ଆପଣମାନଙ୍କର ଦୃଷ୍ଟି ଦେବା ନିହାତି ଆବଶ୍ୟକ। ଯେତେ ସମ୍ଭବ ଆପଣମାନେ ଅଜଣା ଲୋକମାନଙ୍କ ଠାରୁ ଦୂରେଇ ମଧ୍ୟ ରୁହନ୍ତୁ। ଭୂମି ଏବଂ ବାହନ କ୍ଷେତ୍ରରେ ଆପଣମାନଙ୍କୁ ବଡ଼ କାର୍ଯ୍ୟ ମଧ୍ୟ କରିବାକୁ ପଡ଼େ। ସେଥିପାଇଁ ନିଜର ଆର୍ଥିକ ସ୍ଥିତିକୁ ଧ୍ୟାନ ରଖିକିନା କିଣାକିଣି ରିଲେଟେଡ୍ ସବୁ କାର୍ଯ୍ୟ ଆପଣମାନେ ଭାବି ଚିନ୍ତିକିନା କରନ୍ତୁ। ଏହା ଆପଣମାନଙ୍କ ପାଇଁ ବେହତରୀନ ସମୟ ମଧ୍ୟ ଦେବ। ଆସନ୍ତୁ ଏବେ ଜାଣିବା ଆପଣମାନଙ୍କର ଏହି ଦିନରେ ଲଭ୍ ଲାଇନ୍ ସ୍ଥିତି କିପରି ଭାବରେ ରହିବ। ଦାମ୍ପତ୍ୟ ଜୀବନକୁ ନେଇକି ଆପଣମାନଙ୍କର ସ୍ଥିତି କାଫି ଭଲ ହେବାକୁ ଯାଉଅଛି। ଜୀବନସାଥୀମାନଙ୍କ ସହିତ ମଧୁର ସମ୍ବନ୍ଧ ରହିବା ସହିତ ଆପଣମାନଙ୍କୁ ତାଙ୍କର ସହଯୋଗ ମଧ୍ୟ ପ୍ରାପ୍ତ ହେବ। ଘରର ସୁଖ ସମୃଦ୍ଧି ପ୍ରତି ଆପଣମାନଙ୍କର ଧ୍ୟାନ ମଧ୍ୟ ବଢ଼ିବ। ପତି ପତ୍ନୀଙ୍କ ସହିତ ଆପଣମାନଙ୍କର ସମ୍ପର୍କ ମଧ୍ୟ ଭଲ ରହିବ। ପିଲାମାନଙ୍କର ଜିଦି କ୍ଷେତ୍ରରେ ଆପଣମାନଙ୍କୁ ବହୁତ କଷ୍ଟ ଅନୁଭବ ମଧ୍ୟ ହେବ। ଆସନ୍ତୁ ଏବେ ଜାଣିବା ଆପଣମାନଙ୍କର ଏହି ଦିନରେ ବ୍ୟବସାୟ କ୍ଷେତ୍ରରେ କ'ଣ ସବୁ ହବ। ବ୍ୟାପାର ସମ୍ବନ୍ଧୀୟ କାର୍ଯ୍ୟରେ ଆପଣମାନେ ନୂଆ ବିଚାର ମଧ୍ୟ ନେବେ। ନିଜର ବଳ ଖର୍ଚ୍ଚ କରିକିନା ଆପଣମାନେ ଏହି କାର୍ଯ୍ୟଟିକୁ ବହୁତ ଭଲ ଭାବରେ ସମ୍ପୂର୍ଣ୍ଣ ମଧ୍ୟ କରିବେ। ଚାକିରି କରୁଥିବା ବ୍ୟକ୍ତିମାନେ ଏହି ଦିନମାନଙ୍କରେ ସନ୍ତୁଷ୍ଟ ମଧ୍ୟ ହୋଇ ରହିବେ। ଆଉ ସହକର୍ମୀମାନଙ୍କର ଆପଣମାନଙ୍କୁ ସହଯୋଗ ମଧ୍ୟ ପ୍ରାପ୍ତ ହେବ। ଚାକିରି କ୍ଷେତ୍ରରେ ଆପଣମାନଙ୍କୁ ହାଲକା ଫୁଲକା ବିପତ୍ତି ମଧ୍ୟ ଆସିପାରେ, କିନ୍ତୁ ଆପଣମାନଙ୍କର ବୁଦ୍ଧିମତ୍ତା ଯୋଗୁଁ ଆପଣମାନେ ସେହି କାର୍ଯ୍ୟକୁ ସମ୍ପୂର୍ଣ୍ଣ ମଧ୍ୟ କରିନେବେ। ଆସନ୍ତୁ ଏବେ ଜାଣିବା ଆପଣମାନଙ୍କର ସ୍ୱାସ୍ଥ୍ୟ କିପରି ଭାବରେ ରହିବ। ଏ ଦିନମାନଙ୍କରେ ମୌସୁମୀ ବଦଳିବା କାରଣରୁ ଆପଣମାନଙ୍କୁ ପ୍ରାୟତଃ ଥଣ୍ଡା କାଶ ଜ୍ୱର ହେବାର ସମ୍ଭାବନା ବହୁତ ମାତ୍ରାରେ ଅଛି। ଏବଂ ତା ସହିତ ଆପଣମାନେ ଏ ଦିନମାନଙ୍କରେ ଖାଦ୍ୟପେୟ ଉପରେ ଆପଣମାନେ ଧ୍ୟାନ ରଖନ୍ତୁ, କାହିଁକି ନା ଏ ଦିନମାନଙ୍କରେ ଆପଣମାନଙ୍କର ଖାଦ୍ୟପେୟ ଉପରେ ସଜାଗ ନ ରହିଲେ ଆପଣମାନଙ୍କୁ ଝାଡ଼ା ବାନ୍ତି ହେବାର ମଧ୍ୟ ସମ୍ଭାବନା ବହୁତ ମାତ୍ରାରେ ଅଛି। ତେଣୁ ଆପଣମାନେ ଖାଦ୍ୟପେୟ ଉପରେ ମଧ୍ୟ ସଜାଗ ରୁହନ୍ତୁ। ଏବଂ ଆପଣମାନେ ଥଣ୍ଡା କାଶରୁ ବଞ୍ଚିତ କରିବା ପାଇଁକିନା ଆପଣମାନେ ତୁଳସୀ ପତ୍ରର ରସ ସହିତ ମହୁ ମିଶାଇ ସେବନ କରନ୍ତୁ। ଦେଖିବେ ଆପଣମାନଙ୍କୁ ଥଣ୍ଡା କାଶରୁ ନିବୃତ୍ତ ମଧ୍ୟ ପାଇବେ। ଏବଂ ତା ସହିତ ସ୍ୱାସ୍ଥ୍ୟକୁ ଆହୁରି ଅଧିକ ଭଲ ରଖିବା ପାଇଁକିନା ଆପଣମାନେ ପ୍ରତ୍ୟେକ ଦିନ ଯୋଗ କରନ୍ତୁ, ବ୍ୟାୟାମ କରନ୍ତୁ ଏବଂ ସୁଖାସନ ନିହାତି ଭାବରେ କରନ୍ତୁ। ଆସନ୍ତୁ ଏବେ ଜାଣିବା ଆପଣମାନଙ୍କ ପାଇଁ ଏ ଦିନମାନଙ୍କରେ କ'ଣ ବିଶେଷ ଉପାୟ ମଧ୍ୟ ରହିଅଛି। ଏ ଦିନରେ ଆପଣମାନେ ବିଶେଷ ଭାବରେ ସ୍ନାନ ଆଦି କରିସାରିଲା ପରେ ଆପଣମାନଙ୍କର ନିଜର ଶ୍ରଦ୍ଧା ଅନୁସାରେ ଏବଂ ଆପଣମାନଙ୍କର ସାମର୍ଥ୍ୟ ଅନୁସାରେ ସାଇରାମଙ୍କ ମନ୍ଦିରକୁ ଯାଆନ୍ତୁ ଏବଂ ସେଠାରେ କିଛି ଭୋଗ ମଧ୍ୟ ଅର୍ପଣ କରନ୍ତୁ। ଏବଂ ସେଠି ବସିକିନା ସାଇରାମଙ୍କର ପୂଜା ସଂକୀର୍ତ୍ତନ ମଧ୍ୟ ଦେଖନ୍ତୁ। ଏବଂ ତା ସହିତ ଆପଣମାନେ ସାଇରାମଙ୍କର ବିଭୂତି ମୁଣ୍ଡରେ ମାରିବାକୁ ଜମା ବି ଭୁଲନ୍ତୁ ନାହିଁ। ମୁଣ୍ଡରେ ମାରିବା ଦ୍ୱାରା ଆପଣମାନଙ୍କୁ ଏ ଦିନ ବହୁତ ଭଲ ଏବଂ ସୁଖଦାୟକ ପୂର୍ଣ୍ଣ ରହିବ। ଏବଂ ଆଗକୁ ଆସୁଥିବା ପ୍ରୋବ୍ଲେମକୁ ସାଇରାମ ଆପଣମାନଙ୍କର ନିବୃତ୍ତ କରିନେବେ। ସାଇରାମଙ୍କ ପାଖରେ ମୁଁ ପ୍ରାର୍ଥନା କରୁଛି କି ଆପଣମାନଙ୍କୁ ସାଇରାମଙ୍କର ଆରାଧ୍ୟ ପ୍ରାପ୍ତ ହେଉ ଏବଂ ଆପଣମାନେ ଏ ଦିନମାନଙ୍କୁ ବହୁତ ଭଲ ଭାବରେ କଟିପାରନ୍ତୁ। ଆଶା କରୁଛି ଆଜିର ଏ ଭିଡ଼ିଓଟି ଆପଣମାନଙ୍କୁ ବହୁତ ମାତ୍ରାରେ ଭଲ ଲାଗିଥିବ। ଯଦି ଭଲ ଲାଗିଥାଏ ତେବେ କମେଣ୍ଟ ବକ୍ସରେ ଜୟ ଶ୍ରୀ ସାଇରାମ ବୋଲି ଅବଶ୍ୟ ଲେଖନ୍ତୁ। ପୁଣି ଦେଖା ହେବ ଏକ ନୂତନ ଭିଡ଼ିଓ ମାଧ୍ୟମରେ। ସେ ପର୍ଯ୍ୟନ୍ତ ବିଦାୟ ଦିଅନ୍ତୁ। ରହୁଛି। ଧନ୍ୟବାଦ।